स्वागतम सुस्वागतम। स्वस्ति न इंद्र बृहस्पवा स्वस्ति न पूषा विश्वदेवा स्वस्ति न तर्क्ष्यरिष्ट नेमि स्वस्ति न बृहस्पति। समस्त मंगल हो। समस्त स्वर्ग मर्त्य पाताल जी जेउठी जो रूपरे जो भावरे अछंती समस्त मंगल हो। यही उपनिषदीय वाणी उपनिषद वाणी वर्णना होती। सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु माँ कश्चित् दुःख भवेत् माँ कश्चित् दुःख भाग भवेत्। समस्ते भल देखंतु भल चिंतन्तु भल कहंतु आउ भल कहंतु। भल हवाटा बड़ कथा। तेणु आमे जदि आमर समस्त भूल को बुझी परिबा आउ परे ए भूल न करिबा पई चेष्टा करिबा ताले आमे भल ही जिबा। जातकरे दी धाड़ी लिखा जाए उपरे आदित्यादि ग्रहा सर्वे नक्षत्राणि च राशय दीर्घमायु प्रयच्छन्तु यस्यं जन्म पत्रिका। पत्रिका स्त्रीलिंग जन्म पत्रिका जातक जार यही जातक पुओ हो कि झील हो से दीर्घ आयुष्य लाभ करो। आयु मूल मनुष्याणां मनुष्य मानंकर आयुष्य होची मुख्य। जदि आयु नहीं ताहले जीवन को उपभोग करिवार समय नहीं। सेथिपाई ज्ञानी गुणी पंडितगण गोटे कल्याणवाचक शब्द कहले जे आदित्यादि ग्रहा सर्वे आदित्य प्रभृति ग्रह माने रवि सोम मंगल बुध गुरु शुक्र शनि ये 9टा यही 7टा बार 7टा ग्रह नार नामित होईची। आउ 2टी छाया ग्रह राहु केतु ए 9टी ग्रह आदित्यादि ग्रह सर्वे आदित्य आदि आदित्य को आरंभ रखी ग्रह गणना करागला। नक्षत्राणी आखि आदित्यादि ग्रह सर्वे नक्षत्राणी जो 27 नक्षत्र अच्छी अश्विन निजा कृतिका प्रभृति और राशि अच्छी मेष वृष मिथुन कर्कट प्रभृति 12टा राशि अच्छी। आदित्य 9टी ग्रह अश्विनी 27टा नक्षत्र आउ मेष 12टी राशि ये समस्ते दीर्घ आयुष्य प्रदान करंतु। काकू ना जार जातक मु लेखुची के कहले ज्योतिष कहले से आगे ए शिशुर दीर्घ आयु कामना कले। हाँ बंधु मु भी जड़े ज्योतिष मु आपण समस्तंकर दीर्घ आयुष्य कामना करुछि। समस्ते दीर्घायु हंतु निरोग हंतु। बंधु आमे समस्ते पीऊचे पीऊने किए कौन पीऊची आदि गोटे कथा नहीं आ पीवा क्या पीआ जाए तरल वस्तु से कौन हुए तो दही दूध पानी इत्यादि। केतेबेले कौन पीवा जे आमे दिवसांते पिबेत पय एठी पय शब्दर अर्थ है जल। दिवसर शेष भागरे आमे पय पान करिबा। एठी पय शब्दर अर्थ है क्षीर। आमे जो क्षीर पीऊचे दुग्ध पान करुचे दुग्ध पान कले बड़ ही शक्ति
ସାଧୁର ଲକ୍ଷଣ ଈଶ୍ୱର ଭକ୍ତି। ସାଧୁ କେମିତି ଚିହ୍ନିବା? ଯାହାର ଈଶ୍ୱରଙ୍କଠାରେ ଭକ୍ତି ଥିବ। ଭକ୍ତି କ'ଣ? ଭକ୍ତି ଶବ୍ଦର ଅର୍ଥ ହେଲା କାୟ ମନ ବାକ୍ୟରେ ଭଜନ କରିବା। ଶୟନ ସ୍ୱପନ ଜାଗରଣ ଏ ତିନୋଟି ଅବସ୍ଥାରେ, ଚେତନ ଅବଚେତନ ଅବସ୍ଥାରେ ଯାହାର ମନ ମନ୍ଦିରରେ ଈଶ୍ୱର ଥାନ୍ତି ସେ ହିଁ ଭକ୍ତ। ବୁଝିଲା ନା? ତେଣୁ ଆମେ ଈଶ୍ୱରଙ୍କୁ ଚିନ୍ତନ କରୁଥିବା, ଭଜନ କରୁଥିବା, ମନନ କରୁଥିବା ବ୍ୟକ୍ତିକୁ ଚିହ୍ନିବା ସାଧୁ ବୋଲି। ଦୁଗ୍ଧପାନ କରିବା କେତେବେଳେ? ସନ୍ଧ୍ୟାବେଳେ, ସୂର୍ଯ୍ୟାସ୍ତ ସମୟରେ। ଦିବଶାନ୍ତେ ପିବେତ ପୟ। ସେ କ୍ଷୀରକୁ ଢକ 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 ପାଣି ପିଇଲା ଭଳି ପିଇବାନି, ଚା ପିଇଲା ଭଳି ପିଇବା, ଟିକେ ଟିକେ ପିଇବା। କାରଣ ଅତ୍ୟନ୍ତ ଗରିଷ୍ଠ ଆହାର କ୍ଷୀର, ତାହା ଆମ ପାଟିରେ ଥିବା ଲାଳ, ଯାହାକୁ ବିଜ୍ଞାନ ଟାୟାଲିନ୍ କହେ, ଟାୟାଲିନ୍ ଲାଳ, ଯାହାର ସୃଷ୍ଟି କେହି କରିପାରିବନି। ବିଧାତା ଆମ ଦେହରେ, ଆମ ପାଟି ଭିତରେ ତିଆରି କରନ୍ତି। ସେଇ ଲାଳ ସହିତ ଏ କ୍ଷୀର ମିଶିକିରି ଗଲେ ଜୀର୍ଣ୍ଣ ହବ। ପାଣି ଭଳି ଢଗ ଢଗ ପିଇଦେଲେ ଜୀର୍ଣ୍ଣ ହବନି, ପଳେଇ ଯିବ। ସବୁ ପଳେଇ ଯିବ ସିଧା ଝାଡ଼ା ବାଟେ, ପରିସ୍ରା ବାଟେ ନୁହଁ। ଦିବଶାନ୍ତେ ପିବେତ ପୟ, ରଜନ୍ୟାନ୍ତେ ପିବେତ ବାରିଃ। ଏଠି ପୟ ଶବ୍ଦର ଅର୍ଥ ହେଲା ବାରି। ବାରି ମାନେ ଜଳ। ରଜନୀ ଶେଷରେ, ରାତି ପାହିଲେ ଆମେ ପାଣି ପିଇବା। ଆଉ ସେତିବେଳଠୁ ପିଇବା ଯେ 9ଟା ପର୍ଯ୍ୟନ୍ତ ପିଇବା। କ'ଣ ମଣିଷ ନା ହାତୀ ଆମେ? ଆରେ କୁଳବାଣୀ, କ'ଣ ପାଗଳ ହେଇଗଲ ନା କ'ଣ? ନାଇଁ ବନ୍ଧୁ, ମୁଁ କିଛି କହୁନି, ଯାହା ଜ୍ଞାନୀମାନଙ୍କଠୁ ଶୁଣିଛି ବା ପଢ଼ିଛି ସେୟା କହୁଛି। ମୁଁ ତ ଗୋଟେ ମୂର୍ଖ ବୋଲି ଆପଣ ଜାଣନ୍ତି। ତେଣୁ ମୁଁ ଯାହାଟା କହୁଛି ମୋ ନିଜସ୍ୱ ନୁହଁ। ଏଟା ମୁଁ ବିଜ୍ଞ ନୁହଁ, ଅଜ୍ଞ ଅପଦାର୍ଥ ଗୋଟେ ମୁଁ। କିନ୍ତୁ ସେ ଯେଉଁ ପାଣି ଆମେ ପିଇବା, ଅଳ୍ପ ଅଳ୍ପ ପିଇବା। ଗୋଟିଏ କପ୍ରେ କପେ ଅତି ବେଶୀରେ ପିଇଦେବା, ପୁଣି କ'ଣଟେ କାମ କରିଦେବା, ପୁଣି ପିଇଦେବା। ଏମିତି 3-4 ଲିଟର ପାଣି ଆମେ 9ଟା ଭିତରେ ପିଇ ଦେଇ ପାରିଲେ ଆଉ ହୋଲ୍ ଡେ ପାଣିର ଆବଶ୍ୟକ ନାହିଁ। ପିଇଲେ ଲାଭଟା କ'ଣ ହେବ? ଯେଉଁ ମଇଳା ସବୁ ଆମ ପେଟରେ ବିଭିନ୍ନ ଜାଗାରେ ଥିବ, ଯିଏକି ଆମର ଗ୍ୟାସ୍ ସୃଷ୍ଟି କରନ୍ତି, ଆମ ପେଟକୁ ଫମ୍ପେଇ ଦିଅନ୍ତି, ଫୁଲେଇ ଦିଅନ୍ତି, ସେମାନେ ବିକଳ ହେବେ ବାହାରକୁ ଯିବା ପାଇଁ। ଆଗେ ଶବ୍ଦ କରିବେ, ବିଭିନ୍ନ ପ୍ରକାର ଶବ୍ଦ କରିବେ, ଯାହା କୁହନ୍ତି ବ୍ୟାଡ୍ ୱିଣ୍ଡ ବା ଦୁର୍ଗନ୍ଧ ଲଘୁଚାପ। ମୋ ନାତି କହେ ହେଇଗଲା କାର ଗୋଟେ ଦୁର୍ଗନ୍ଧ ଲଘୁଚାପ, କାର ହେଇଗଲା ଗୋଟେ। ହଁ, ତାପରେ ପଳେଇଗଲା। ଭୋଜନାନ୍ତେ ପିବେତ୍ ତାର୍କାଂ। ତକ୍ର ବୋଇଲେ ତକ୍ର, ତର୍କ ନୁହଁ, ତକ୍ର, ରଫଳା, କରଫଳା, ତକ୍ର ମାନେ ମହି। କଳାହାଣ୍ଡିରେ, ପଶ୍ଚିମ ଓଡ଼ିଶାରେ ମହି କହନ୍ତି। କେହିକାକୁ ଚଲା ବି କହନ୍ତି। ଚଲା, ମହି। ସେ ଯେଉଁ ଦହି, ଘୋଳ ଦହି, ତାକୁ ଗୋଳେଇ ଦେବା, ବସେଇ ଦେବା। 5-7 ମିନିଟ୍ ବସିଲା ପରେ କିଛି ବସିଯିବ। ଯେଉଁ ଉପର ପାଣି, ସେଇଥିରୁ ଯଦି ମିଳେ ଆମକୁ ଗ୍ଲାସେ 1.5 ଗ୍ଲାସ, ତାକୁ ଆମେ ଖାଇସାରି ପିଇବା। ହେଲେ ଯାହା ଖାଇଥିବା ଜୀର୍ଣ୍ଣ ହେଇଯିବ। ଯେଉଁ ଲୋକ ଏଇ 3 ପ୍ରକାର ପାନୀୟକୁ ଯଥା ସମୟରେ ପାନ କରନ୍ତି, ତାଙ୍କର ଶାରୀରିକ ସମସ୍ୟା କିଛି ହୁଏ ନାହିଁ। ଅର୍ଥାତ୍ ବୈଦ୍ୟେନ କିଂ ପ୍ରୟୋଜନମ୍। ଯିଏକି ଆମର ସେବା କରନ୍ତି ବୈଦ୍ୟ, ତାଙ୍କ ପାଖରେ ଆମର ଆବଶ୍ୟକ କିଛି ନାହିଁ। ରୋଗ ହେଲେ ସିନା ଆମେ ବୈଦ୍ୟ ପାଖକୁ ଯିବା। ବୁଝିହେଲା ବନ୍ଧୁ? ତେଣୁ ଆମେ ଏବେ କ'ଣ କରିବା? କର୍କଟ ରାଶି ଉପରେ ଦୁଇ ପଦ ଆଲୋଚନା କରିବା। କର୍କଟ ରାଶିର ଶୁଭାଶୁଭ ଫଳ ଯାହା ସେପ୍ଟେମ୍ବର 16ରୁ ଅକ୍ଟୋବର 16 ଯାଏ ଫଳିବାର ଅଛି, ତାହା ସବୁ ଆଜି ଆଲୋଚନା କରିବା।
बुध एवं सिंहरे कर्कट द्वितीय बुध कर्कट बड़ लाभरे अछंती। द्वितीय बुध कर्कट बड़ लाभरे अछंती। सेप्टेम्बर 20 जाए यही लाभ मिल। सेप्टेम्बर 21 बुध कन्या को जीवे। बुध तृतीय हेबे। तृतीय बुध कर्कट राशि मनरे भय संचार करिवे। यही भय सहित अक्टोबर 9 जाए से रहिबे। अक्टोबर 10 रे से तुला को जीवे। एणु चतुर्थ बुध विभिन्न प्रकार लाभ देइथांती। माने धन स्वास्थ्य मान आदि लाभ हेबो। बुध विषय आलोचना कले। द्वितीय बुध चतुर्थ बुध, द्वितीय बुध चतुर्थ बुध एमाने धन आउ लाभ देवे। तृतीय बुध देवेनी। तेणु आउटे कहि दउची द्वितीय बुध कर्कट पाई लाभ देवे। सेप्टेम्बर 20 जाए प्रथम लाभ हेबो। सेप्टेम्बर 20 जाए लाभ सहित लाभ मिल। सेप्टेम्बर 21 रे से कन्या को जीवे। बुध तृतीय हम। तृतीय बुध कर्कट मन रे भय आनिब। जितेबाला से कन्या को पड़े जीवे बुध से मन रे भय आसिब। तापरे भय आसिब। यही भय रहिब अक्टोबर 9 जाए। अक्टोबर 10 रे से तुला को जीवे। बुध चतुर्थ हेब। विभिन्न लाभ हेब। बुध कथा सैला। माने कौन लाभ हम? स्वास्थ्य लाभ, धन लाभ, सम्मान लाभ इत्यादि। शुक्र एवं कन्या कर्कट पाई तृतीय शुक्र वित्त बढ़ाई थांती। तृतीय शुक्र वित्त बढ़े। वित्त मान धन बढ़ेबे। जेमती द्वितीय चतुर्थ बुध आमको धन देले, सम्मान देले, लाभ देले, सेमती शुक्र मध्य आमको धन देवे। शुक्र वित्त बढ़ाई थांती। मंडेला से सेप्टेम्बर 18 रे तुला को जीवे। हेबे चतुर्थ। शुक्र चतुर्थ हेले धन बढ़ी थाए। शुक्र भी तृतीय चतुर्थ अवस्था धन देवे। बुध द्वितीय चतुर्थ देले, शुक्र तृतीय चतुर्थ देले, अर्थात शुक्र मास सारा धन देवे। रवि एवं कन्या तृतीय। रवि तृतीय हेले नाना दिगरु अल्पे बहुते लाभ होता है। रवि भी धन देवे है। रवि मास सारा धन देवे। ताहले हमें शुक्र आ रवि ठू मास सारा धन पाइले। बुध ठारू भी पाइले हेले मझे टिके दुख आसिब। केतु कन्या तृतीय केतु धन व लाभ दे थांती। केतु भी धन देवे। कर्कट राशि बंधु मैंने बहु कष्ट भोगिले। बहु कष्ट शारीरिक मानसिक आर्थिक कष्ट बहुत भोगिले। ए मासरे धन मिल। हो देखिए आ कौन हम। पुनर्वसु को यही सुख देवे। केतु बेसी सुख देवे। पुनः 7 नक्षत्र 7/4 पुनर्वसु नक्षत्र से बहुत सुख केतु देवे। पुष्या और अश्लेषार धन लाभ हेले भी दक्षिण पाद बा गोड़े समस्या हेब केवल केतु। पुष्या आउ अश्लेषा 8 आउ 9 यही 2 नक्षत्र धन पाइबे। प्रबल धन पाइबे केतु ठू। शुक्र ठू पाइले, रवि ठू पाइले, बुध ठू पाइले, किंतु बाँ गोड़े टे समस्या हो। शनि कुंभरे कर्कट अष्टम शनि। अष्टम हस्त कौन सी ग्रह भल फल दिखती। और शनि भी भल फल देवेनि। बंधुता कथा मन बारंबार कही। शनि कर्कटर क्षति करने चेष्टा करें। कारण कर्कट राशि को शनि भल पाती। एणु नाना प्रकार रोग आपाद मस्तक विव्रत कर। रोग हेले भी शनि 3 नक्षत्र प्रचुर धन पाइबे। एककालीन नुहे ताले आपाद मस्तक विभिन्न अंगरे जो रोग होउची ताहा 2टा ग्रह पर हो। विशेषकर शनि आउ राहु पाई। अष्टमर अछंती शनि, नवमर अछंती राहु। ये 2टी ग्रहों पाई रोग होउची। विभिन्न रोग प्रतिदिन जो मानकर कर्कट राशि से अनुभव करुवे। प्रतिदिन नुआ नुआ रोग
ଆଜି ଆଙ୍ଗୁଠି ସନ୍ଧି ତ ପାଦର, କାଲି କାନ, ପରଦିନ ମୁଣ୍ଡ, ପିଠି, ଏମିତି ଦେହର ଯେତେ ଅଙ୍ଗ ପ୍ରତ୍ୟଙ୍ଗ ଅଛି ପ୍ରତି ଅଙ୍ଗରେ ପ୍ରତିଦିନ ନୂଆ ନୂଆ ରୋଗ ସୃଷ୍ଟି ହେଉଛି କେବଳ ଶନି ଆଉ ରାହୁ ପାଇଁ। ଏକ କାରଣ ତାହେଲେ ଆମେ ଦେଖିଲେ କର୍କଟ ରାଶିକୁ ପ୍ରଥମେ ବୁଧ, ତାପରେ ଶୁକ୍ର, ତାପରେ କେତୁ, ତାପରେ ଶନି ଧନ ଦେଲେ। ରବିଙ୍କ ପାଇଁ 7, 8, 9 ନକ୍ଷତ୍ର ସମସ୍ତ ପ୍ରକାର ସମସ୍ତଙ୍କର ପ୍ରିୟ ହେବେ। ରବି ଆଉ ଗୋଟେ ଭଲ ଫଳ ଦେବେ। ଯେତେ ଅପ୍ରିୟ ହେଇଛନ୍ତି ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ସେମାନେ ସମସ୍ତେ ଭଲ ପାଇବେ, ନିଜ ଭୁଲ ସ୍ୱୀକାର କରିବେ। ରାହୁ ମୀନରେ, ନବମ ରାହୁ ଯୋଗୁଁ ମୁଣ୍ଡକୁ ଦୁର୍ବୁଦ୍ଧି ଆସିବ। ଏଥିପାଇଁ ସ୍ଥାନ କାଳ ପାତ୍ର ବିଚାର ନ କରି ଏହି ନକ୍ଷତ୍ରଦ୍ୱୟ କଳହରେ ମାତିବେ, ନିଜର କ୍ଷତି କରିବେ। ସାବଧାନ। ରାହୁ ସତର୍କ କରିଦେଲେ ପ୍ରତି ପଦକ୍ଷେପରେ ଆପଣଙ୍କ ପାଇଁ କଜିଆ କଳହ ଅଛି। ପାଟି ଖୋଲନ୍ତୁନି, ମୌନୀ ନଃ କଳହୋ ନାସ୍ତି। ଯିଏ ମୌନ ରହେ ତା ସାଙ୍ଗରେ କେହି କଳି କରନ୍ତିନି। ମୌନୀ ନଃ କଳହୋ ନାସ୍ତି। ଆଉ ରାହୁ ଏଟା କହିଲା ପରେ ଯଦି କିଏ ଆପଣଙ୍କୁ କ'ଣ କହିଦେଲା, ଆପଣ ଶୁଣିଦେଲେ ଏବଂ ଶୁଣିକିରି ତାପରେ ରାଗିଗଲେ ଝଗଡ଼ା ହେବ। ତାପରେ ଝଗଡ଼ା ହେଲେ ଯାହା ହେବ ଜାଣିଛନ୍ତି ତ, ମୁଁ କହିବି କ'ଣ। ଏକାଦଶ ବୃହସ୍ପତି କୌଣସି ସହଯୋଗ କରି ନପାରି ଦୁଃଖିତ ହେବେ, କାରଣ ସେ ଅଛନ୍ତି ବୃଷରେ। ବୃଷ ରାଶିଟା କର୍କଟ ପାଇଁ ଶୁଭସ୍ଥାନ ନୁହେଁ। ତେଣୁ ଏକାଦଶସ୍ଥ କୌଣସି ଗ୍ରହ କର୍କଟ ରାଶିକୁ ଭଲ ଫଳ ଦିଅନ୍ତିନି। ଦ୍ୱାଦଶ ମଙ୍ଗଳ ପାଇଁ କର୍କଟ ରାଶିକୁ ମାସରେ ଶୋକ କରିବାକୁ ପଡ଼ିପାରେ। ଦ୍ୱାଦଶରେ ମିଥୁନରେ ମଙ୍ଗଳ ଅଛନ୍ତି। ତେଣୁ କିଛି ଦୁଃଖ ସମ୍ବାଦ, ଶୋକ ସମ୍ବାଦ ଆମ କାନକୁ ଆସିବ ଆଉ ଆମେ ଶୋକ କରିବା। ଈଶ୍ୱର କରନ୍ତୁ ସେମିତି କିଛି ନ ଆସୁ। ସପ୍ତମାଧିପ ଶନି ଅଷ୍ଟମରେ ଗୃହମୁଚ୍ୟତେ। ଗୃହିଣୀକୁ ଘର କୁହାଯାଏ। ଘରଣୀ ପାଇଁ ପରିବାର ସୃଷ୍ଟି। ଶନି ହେତୁ ପାରିବାରିକ ସମସ୍ୟା ସୃଷ୍ଟି ହେବ, ପରିବାରରେ ଶାନ୍ତି ଭଗ୍ନ ହେବ। ବୁଝିହେଲା? ସ୍ତ୍ରୀ ଅସୁସ୍ଥ ହେବେ, ସାବଧାନ। ସ୍ତ୍ରୀ ଲକ୍ଷ୍ମୀ କିଛି କଟୁ କଥା କହିବେନି, ତାଙ୍କ ଓଠରେ ହାତ ମାରି ଟିକେ ଗେଲ କରିଦେବେ ଯଦି କହିଥାନ୍ତି। ନ କହିଥାନ୍ତେ କାହିଁ ହାତ ମାରିବେ। ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କର ସମୟ ଯିବ। ଦଶମାଧିପ ମଙ୍ଗଳ ସେ ଦ୍ୱାଦଶରେ, ଏଣୁ କର୍ମକ୍ଷେତ୍ରରେ ଦୁର୍ନାମ ଆସିବ। ଯିଏ ଯେଉଁ କର୍ମ କରୁଛନ୍ତି ଯେଉଁଠି ଦୁର୍ନାମ ଆସିବ। ଦୁର୍ନାମ ପାଇଁ ଆପଣଙ୍କ କର୍ମ ଦାୟୀ। ହଁ, ଯେ ଗାନ୍ଧୀଜୀ କହିଥିଲେ 3ଟା ମାଙ୍କଡ଼ କଥା ମନେ ଅଛି? ଖରାପ କଥା ଶୁଣିବିନି, ଖରାପ କଥା କହିବିନି, ଖରାପ କଥା କାମ ଦେଖେଇବିନି, ଚୁପ୍ ରୁହନ୍ତୁ। ଏଣୁ ମାନ ସମ୍ମାନ ହାନି ହୋଇପାରେ। ଯେଣୁ ବୁଧ, ଶୁକ୍ର, କେତୁ ଭଳି ଗ୍ରହମାନେ ଧନ ଦେବେ। ଧନ ପାଇଁ ସମସ୍ୟା ସମାଧାନ କରିବେ। ଅଷ୍ଟମ ନବମ ନକ୍ଷତ୍ର ସମ୍ମାନ ହାନି ହେବାର ଭୟ ଅଛି। କାର? ପୁଷ୍ୟ ଆଉ ଅଶ୍ଳେଷାର। ରାହୁ ହେତୁ କଳହ ହେବ, ସାବଧାନ, ଚୁପ୍ ରହିବେ। ମାଲି ମକଦ୍ଦମା ଭଳି କ୍ଷେତ୍ର ସୃଷ୍ଟି ହୋଇଯାଇପାରେ। ଏଣୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବେ। ଯଦି ସେଭଳି ସମସ୍ୟା ଆସୁଛି, ମାଲି ମକଦ୍ଦମା ସମସ୍ୟା ଆସୁଛି, ତେଣୁ ଟିକେ ମନେ ପକାଇ ଭଗବାନ ଶିବଙ୍କୁ ଡାକିବେ। ଓଁ ନମୋ ଶିବାୟ। ନମୋ ଓଂ ନମୋ ଶିବାୟ। ଏ ମନ୍ତ୍ର ଠିକ୍ କରି ପଢ଼ିବେ। ମନ୍ତ୍ର ଭୁଲ ହେଇଗଲେ ଗଣ୍ଡଗୋଳ ହେଇଯିବ। ଓଂ ନମୋ ଶିବାୟ ନହେଲେ ମହାମୃତ୍ୟୁଞ୍ଜୟ ମନ୍ତ୍ର। ଚତୁର୍ଥ ଓ ଏକାଦଶାଧିପ ଶୁକ୍ର ଯେଣୁ ମାସ ସାରା ଶୁଭ, ଏଣୁ ନିଜର ଲକ୍ଷ୍ୟ ପୂରଣ ହୋଇପାରେ। ପଞ୍ଚମାଧିପ ହେତୁ ଦ୍ୱାଦଶରେ, ଏଣୁ ଛାତ୍ରଛାତ୍ରୀ। ପଞ୍ଚମାଧିପ କିଏ ହେଲେ? ମଙ୍ଗଳ। ତେଣୁ ଯେହେତୁ ମଙ୍ଗଳ ପଞ୍ଚମାଧିପ, ତେଣୁ ଛାତ୍ରଛାତ୍ରୀ ଓ ସନ୍ତାନମାନେ ବିଦ୍ୟା ବୁଦ୍ଧି ବିବେକ ଜ୍ଞାନର ବିନିଯୋଗ କରିପାରିବେନି, ଠିକ୍ ସମୟରେ ପରାସ୍ତ ହେବେ। କିନ୍ତୁ ପଞ୍ଚମକୁ ବୃହସ୍ପତି ଦୃଷ୍ଟି ଥିବାରୁ ମାସର ଶେଷାର୍ଦ୍ଧକୁ ଚାକିରି ଖୋଜୁଥିବା ଛାତ୍ରମାନେ, ବୃତ୍ତି ଖୋଜୁଥିବା ଛାତ୍ରୀମାନେ, ଇଣ୍ଟରଭ୍ୟୁ ଦେଉଥିବା ଛାତ୍ରଛାତ୍ରୀମାନଙ୍କର ଫଳ ଭଲ ହେବ। ଶେଷ 15 ଦିନ ପରେ ସମସ୍ତ ବର୍ଗର ଆବାଳ ବୃଦ୍ଧା କାରଣ ବିନା ଅଶାନ୍ତ ହେବେ। କିଶୋରୀ କୁମାରୀ
युवती गृहिणी वृद्धा सेमाने निज पाई कष्ट भोगिबे चेष्टा करी हसंतु दर्पण देखंतु बारंबार नहले समस्यार सम्मुखीन हेबे जो माने विवेकी से मन को बुझाई देवे और शांति पाइबे एवं समस्त नारी जे जो प्रकार अच्छी जो अच्छी जदि कि समस्या आसला मन क्रोध आसला दुख आसला चटनी उठी पड़ू दर्पण देखु हेले अठू चेन्नई हस आसीज दुख पलैज समस्या पलैज आ तुम मैंने हसिले मत भल लगे मुझे हसबी मु किए ना मु कुलमणि पंडा ग्राम तरांडो पोस्ट 12 जिला केन्द्रापड़ा मोर फोन नंबर है 8093355583 मो कथा सहिला रही नमस्कार।